जय जगन्नाथ। आम लक्ष्मी भंडार को आपण मानक स्वागत। आज आम करवा मसला दिया मूला भजा। मूला को भल भाव धोईकी एमती चकाचका करके मूला को मुझे काटी देछि। गोटे कड़े नवा, आवश्यक अनुसार तेल दबा। तेल आमर ताती गलानी। कंचा लंका नहीं ଏବେ ଆମେ ଜିରା ନେବା। ଜିରା ଆମର ହେଇଗଲାଣି। ଏବେ ମୂଳାକୁ ଆମେ କାଟିକି ରଖିଥିଲେ ସେଇଥିରେ ଦେଇଦେବା। ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା, ହଳଦୀ ଗୁଣ୍ଡ ଦେଇଦେବା। ଦେଇକି ଭଲ ଭାବେ ତାକୁ ମିକ୍ସ କରିଦେବା। ଏକାଠି କରିକି ତାକୁ ଆମେ ଘୋଡ଼େଇ ଦେବା। 5 ମିନିଟ୍ ଖଣ୍ଡେ ଘୋଡ଼େଇକି ଛାଡ଼ିଦେବା। ଏବେ ଆମେ ମସଲା ନେବା। ମସଲା ନେବା ପାଇଁକା ମୁଁ ନେଇଛି ସୋରିଷ ଗୋଟେ ଚାମଚ ନେଇଛି, ପାନ ମଧୁରୀ ମୁଁ ନେଇଛି ଅଧ ଚାମଚ ଖଣ୍ଡେ ପାନ ମଧୁରୀ, ଶୁଖିଲା ଲଙ୍କା ନେଇଛି 2ଟା। ଏବେ ତାକୁ ଆମେ ପାଣିରେ ବତୁରେଇକି 5 ମିନିଟ୍ ଛାଡ଼ିଦେବା। ସେ ଟିକେ ବତୁରି ଗଲେ କ'ଣ ହେବ ନା ଭଲ ଭାବେ ଟିକେ ବାଟି ହେବ, ପୁରା ପାଲିସ ହେଇକି ବାଟି ହେବ। 5 ମିନିଟ୍ ଖଣ୍ଡେ ଛାଡ଼ିଦେବା ଘୋଡ଼େଇକି। ସୋରିଷ ପାନ ମଧୁରୀ ଆମର ବତୁରି ଗଲାଣି। ଏବେ ଆମେ ତାକୁ ଦେଖିବା। ଏବେ ଆମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେବା। ସେଥିରେ ଆମେ ଧୋଇକି ମୁଁ ରଖିଦେଇଛି ସୋରିଷ ପାନ ମଧୁରୀ, ଲଙ୍କାକୁ ଧୋଇକି ରଖିଦେଇଛି, ସେଥିରେ ଆମେ ଦେଇଦେବା। ଲଙ୍କା ଆପଣ ଆବଶ୍ୟକ ଅନୁସାରେ ନେବେ। ଏବେ ଟମାଟୋ ଦେଇଦେବା, ଅଳ୍ପ ନଡ଼ିଆ ଟିକେ ଦେଇଦେବା, ଅଳ୍ପ ପାଣି ଦେଇକି ବାଟିବେ, ବେଶୀ ପାଣି କରିବେନି। ଏଥିରେ ଚାହିଁଲେ ଆପଣ ରସୁଣ ନେଇପାରିବେ, ରସୁଣ ବାଟିପାରିବେ ସୋରିଷ ସାଙ୍ଗରେ। ମସଲା ଆମର ବଟା ହେଇଗଲାଣି। ଏବେ ତାକୁ କାଢ଼ିଦେବା। ସୋରିଷ ଆମର ଏମିତି ହିଁ ବଟା ହେବ, ପାଣି ଜମା ଦେବେନି। ଅଳ୍ପ ପାଣି ଦେଇକି ଶୁଖିଲାରେ ଏମିତି ବାଟିବେ। ତେଲ ଦେଇକି ଭାଜିଥିଲେ। ଏବେ ତାକୁ ଦେଖିବା। ଘୋଡ଼େଇକି ରଖିଥିଲେ ଆମେ ତାକୁ। ମୂଳା ଆମର ଭଲ ଭାବେ ସିଝିଗଲାଣି। ଏବେ କ'ଣ କରିବା ଆମେ ସୋରିଷକୁ ବାଟିଥିଲେ ତାକୁ ଦେଇଦେବା। ଦେଇକି ଭଲ ଭାବେ ମୂଳାରେ ମିଶାଇ ଦେବା। ମସଲା ସାଙ୍ଗରେ ମୂଳାକୁ ମୁଁ ଭଲ ଭାବେ ମିଶାଇ ଦେଇଛି। ସୋରିଷ ବାଟରେ ଅଳ୍ପ ଟିକେ ଯାହା ପାଣି ଥିଲା ନା ସିଏ ଏମିତି ଭାଜିଦେଲେ ପାଣି ତକ ସବୁ ମରିଯିବ, ପୁରା ଶୁଖିଲା ହେଇଯିବ। ବହୁତ ସୁନ୍ଦର ଭାବେ ଆମର ମସଲା ଦିଆ ମୂଳା ଭଜା ଆମର ହେଇଗଲା। ଦେଖନ୍ତୁ କିଛି ବି ଟୋପାଟେ ବି ଆମର ମୂଳାରେ କି ମସଲାରେ ପାଣି ନାହିଁ, ପୁରା ଶୁଖିଲା ହେଇଗଲା। ଆମେ ଧନିଆ ପତ୍ର ଦେଇକି ଆଉ ଟିକେ ତାକୁ ଭାଜିଦେବା। ଧନିଆ ପତ୍ର ଦେଲେ ଭଲ ଲାଗେ ଖାଇବାକୁ। ଶୀତ ଦିନରେ ଧନିଆ ପତ୍ର ମୂଳା ଏସବୁ ଖାଇବାକୁ ବହୁତ ଭଲ ଲାଗେ। ଏମିତି ମସଲା ଦିଆ ମୂଳା ଭଜା କରି ଖାଆନ୍ତୁ, ବହୁତ ଭଲ ଲାଗେ ଖାଇବାକୁ। ଏବେ ଆକୁ ଆମେ କାଢ଼ିଦେବା। ପୂର୍ଣ୍ଣ ଭାବେ ମସଲା ଦିଆ ମୂଳା ଭଜା ଆମର ହେଇଗଲା। ବହୁତ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଖାଇବାକୁ ବି ବହୁତ ଭଲ ଲାଗେ। ଗରମ ଭାତ, ପଖାଳ ଭାତ, ରୁଟି, ପରଠାରେ ବହୁତ ଭଲ ଲାଗେ ଖାଇବାକୁ। ଗୋଟେ ଥର ଏମିତି କରି ଖାଆନ୍ତୁ। ମସଲା ଦିଆ ମୂଳା ଭଜା ଯଦି ମୋର ଭଲ ଲାଗୁଛି ନା ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।